15 ଅଗଷ୍ଟ ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ। ସମ୍ମାନିତ ଗୁରୁଜୀ ଗୁରୁମା ମହୋଦୟ, ଗୁରୁଜନମାନେ, ଅଭିଭାବକମାନେ ଓ ପ୍ରିୟ ବନ୍ଧୁମାନେ, ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଏହି ଗର୍ବ ଓ ଗୌରବର ଦିନ 15 ଅଗଷ୍ଟ ଅର୍ଥାତ୍ ଭାରତର 78ତମ ସ୍ୱାଧୀନତା ଦିବସ ଅବସରରେ କିଛି ଶବ୍ଦ ରଖିବାକୁ ଚାହୁଁଛି। 1947 ମସିହା 15 ଅଗଷ୍ଟ ଦିନ ଆମେ ଇଂରେଜ ଶାସନରୁ ସ୍ୱାଧୀନତା ଲାଭ କଲୁ। ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଗୋଟିଏ ଏମିତି ସ୍ମୃତି ଯାହା ଆମକୁ ଦେଶପ୍ରେମ, ଏକତା ଓ ଦାୟିତ୍ୱର ଅନୁଭୂତି ଦେଉଛି। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ ଓ ଅନେକ ଓଡ଼ିଆ ବୀରମାନେ ତାଙ୍କର ଜୀବନ ଓ ପ୍ରାଣ ବଳିଦାନ କରି ସ୍ୱାଧୀନତା ଆଣିଥିଲେ। ଆଜି ଆମ ଦେଶ ବିକାଶଶୀଳ। ଆମ ଗର୍ବ ଚନ୍ଦ୍ରାୟନ, ଡିଜିଟାଲ ଭାରତ, ଶକ୍ତିଶାଳୀ ସେନା। ତେବେ ଏହି ସମସ୍ତରେ ଆମ ପ୍ରୟାସ, ଦାୟିତ୍ୱ ଆବଶ୍ୟକ। ଆସନ୍ତୁ ଆମେ ସମସ୍ତେ ଏହି ସ୍ୱାଧୀନତା ଦିବସରେ ଏକ ପ୍ରତିଜ୍ଞା କରିବା, ମୁଁ ସଦା ଦେଶକୁ ପ୍ରଥମ ସ୍ଥାନ ଦେବି, ସଚେତନ ନାଗରିକ ଭାବେ ଦେଶ ପାଇଁ କାମ କରିବି। ବନ୍ଦେ ମାତରମ୍। ଜୟ ହିନ୍ଦ।